ଆଜ୍ଞା ଆପଣ ନାଁ କ'ଣ? ଜିତୁ ଜେନା କୋଉ ଗାଁ? ଜେନା ସାହି କୋଉ ପଞ୍ଚାୟତ? ଗାଁଟା ପଞ୍ଚାୟତ। କ'ଣ ହେଇଛି ରାସ୍ତା ଏମିତି? ରାସ୍ତା କାଦ ହେଇଛି, ଅସଙ୍କଳା କାଦ, ଲୋକ ଅସୁବିଧା ହଉଛନ୍ତି ଜୋର ପ୍ରବଳ। କେବେଠୁ ଏମିତି କାଦ ହଉଛି? କାଦ 2 ବର୍ଷ 3 ବର୍ଷ ହେଲାଣି କାଦ ହଉଛି। ସରକାର କିଛି ଦୃଷ୍ଟି ଦେଉନାହାନ୍ତି? କିଛି ଦଉନାହାନ୍ତି, ପଞ୍ଚାୟତ କିଛି କରୁନି? କିଛି କରୁନି। କାହିଁକି କରୁନାହାନ୍ତି? କେ ଜାଣି ଆପଣ ବହୁତ ଯୋଗାଯୋଗ କରାଗଲାଣି, କିଛି ରାସ୍ତାଘାଟ କିଛି ହେଇପାରୁନାହିଁ। ଏବେ କ'ଣ ଦାବି କରୁଛ? ରାସ୍ତାଘାଟ ହବା ପାଇଁ ଆମେ ଦାବି କରୁଛୁ। ନହେଲେ କ'ଣ କରିବ? ମାଡ଼ ହବ, ପ୍ରବଳ ମାଡ଼ ହୁଏ ଏ ଜେନା ସାହି ଗ୍ରାମରେ। ଆଜ୍ଞା ଦରଙ୍ଗା ନାହିଁ କୋଉଠିକି। ଆଜ୍ଞା ହଁ, ପୁରା ଲାଘା ନ୍ୟୁଜ୍ ହୁଏ। ଆଜ୍ଞା ଆପଣ ନାଁଟା କ'ଣ? ସନ୍ତୋଷ ବିଷୟ କୋଉ ଗାଁ ଆଜ୍ଞା? ଜେନା ସାହି। କ'ଣ ଏ ରାସ୍ତା ଏମିତି ହେଇଛି? ରାସ୍ତା ଗୁଡ଼ା ଆଜ୍ଞା 3-4 ବର୍ଷ ହେଲା ଇଣ୍ଡିଆ କାଦରେ ତଳୁଛୁ ଆଉଛୁ ଯାଉଛୁ, ଇଣ୍ଡିଆ କେତେ କାଦ ହେଉଛି। ଗାଡ଼ି ନାହିଁ, ମଟର ନାହିଁ, କାଦ ଦେଖୁନ, ଘର ଦୁଆର। ସ୍କୁଲ ପିଲାମାନେ କେମିତି ଯାଉଛନ୍ତି? ସ୍କୁଲ ପିଲାମାନେ ସାଇକେଲ ସାଇଡ୍ ରଖି କାଦରେ ଯାଉଛି, ଏକା ପଡ଼ା ଉଠାଇକି ଯାଉଛି। ଆଚ୍ଛା କ'ଣ ସରକାର କି ଦୃଷ୍ଟି ଦେଉନାହାନ୍ତି? ସରକାର ଆସିଲେ ବିଡ଼ିଓ ଦେଇ ଆସି ଦେଖିଲେ ଆଉ ତ କ'ଣ ହେଲା ନାହିଁ, ହେଲା ନାହିଁ ଆଉ। କେତେ ବର୍ଷ ହେଲା ଏମିତି ଆପଣ ଅବସ୍ଥା ହଉଛନ୍ତି? 7 ବର୍ଷ ହେଇଗଲାଣି। ଏବେ କ'ଣ ଦାବି କରୁଛନ୍ତି? ଖାଲି ରାସ୍ତା ହେବା ପାଇଁ। ରାସ୍ତା ହେଲେ ହେଇଯିବ ରେ? ରାସ୍ତା ହେଲେ ସମସ୍ତେ ଯିବା ଆସିବା ଭଲ ହେବ ସମସ୍ତଙ୍କ ପାଇଁ। ଆଜ୍ଞା ରାସ୍ତା ହେଲେ ଆଜ୍ଞା 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 ଆଜ୍ଞା।